କଳାହାଣ୍ଡି ଜିଲ୍ଲାରେ ଚାକିରି ବାହାରିଛି। ସମସ୍ତେ ଆବେଦନ କରନ୍ତୁ। ଆପଣମାନେ ପିଡିଏଫ୍ଟାକୁ ସର୍ବପ୍ରଥମେ ଦେଖି ନିଅନ୍ତୁ। ମୁଁ କୌଣସି ପ୍ରକାର ଫେକ୍ ଭିଡ଼ିଓ ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ରେ କରେ ନାହିଁ। ଆପଣମାନେ ପିଡିଏଫ୍ଟିକୁ ସର୍ବପ୍ରଥମେ ଦେଖି ନିଅନ୍ତୁ। ଏଇଟା ହେଉଛି କଳାହାଣ୍ଡି ଜିଲ୍ଲାର ବାହାରିଥିବା ଚାକିରିର ପିଡିଏଫ୍ଟା। ଆପଣମାନଙ୍କୁ ମୁଁ ଡିଟେଲ୍ସ କହିବି। ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଯଦି କେବଳ 10ମ କ୍ଲାସ୍ ପାସ୍ କରିଛନ୍ତି, କେବଳ 10th ପାସ୍ କରିଛନ୍ତି, ତାହେଲେ ଆପଣମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ। 3 ନମ୍ବରରେ ଲେଖାଯାଇଛି ଦେଖନ୍ତୁ, ଆବେଦନକାରୀ ନ୍ୟୁନତମ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। 10ମ ଶ୍ରେଣୀ ଯଦି ପାସ୍ କରିଛନ୍ତି ତାହେଲେ ଆପଣମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ବୟସ 18 ବର୍ଷରୁ 45 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆବେଦନକାରୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବେ। 4 ନମ୍ବର, ଆବେଦନକାରୀ 2 ବର୍ଷ ଧରି ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ସଦସ୍ୟ ହୋଇଥିବେ। ଆବେଦନକାରୀଙ୍କ ନାମରେ ବ୍ୟାଙ୍କ ଖାତା, ATM କାର୍ଡ଼ ଥିବା ଆବଶ୍ୟକ। ଯିଏ ବି ଆବେଦନ କରିବ ତାର ବ୍ୟାଙ୍କ ଖାତା ଏବଂ ATM ଥିବା ଆବଶ୍ୟକ। ଆବେଦନକାରୀଙ୍କ ନାମରେ ବ୍ୟକ୍ତିଗତ ତାଙ୍କର ଗୋଟିଏ ସ୍ମାର୍ଟଫୋନ୍ ଥିବା ଆବଶ୍ୟକ, ଗୋଟିଏ ମୋବାଇଲ ଥିବା ଆବଶ୍ୟକ। ଆବେଦନକାରୀ କୌଣସି ସରକାରୀ ଯୋଜନାରେ କାର୍ଯ୍ୟ କରୁନଥିବେ। ଆବେଦନକାରୀଙ୍କ ନାମରେ କୌଣସି ଅପରାଧିକ ମାମଲା ବା ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ନଥିବେ। ଆପଣମାନେ ସମସ୍ତେ କ'ଣ କରିପାରିବେ? ଆପ୍ଲାଏ କରିପାରିବେ। ତ ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କଳାହାଣ୍ଡି ୱେବସାଇଟ୍ରେ ଏହି ପିଡିଏଫ୍ଟା ଆପଣମାନଙ୍କୁ ମିଳିଯିବ। କିମ୍ବା ଯଦି ଆପଣମାନେ ଜାଣିପାରୁନାହାନ୍ତି ତାହେଲେ ଆପଣମାନେ କ'ଣ କରିବେ? ମୋର ଭିଡ଼ିଓର ଡେସ୍କ୍ରିପସନ୍ରେ ଆପଣମାନେ କ୍ଲିକ୍ କରିବେ। ସେଠି ଗୋଟେ ଲିଙ୍କ୍ ମୁଁ ଦେଇଥିବି। ଆପଣମାନେ କ'ଣ କରିବେ ନା ସେ ଡେସ୍କ୍ରିପସନ୍ରେ ଲିଙ୍କ୍କୁ କ୍ଲିକ୍ କଲେ ଆପଣମାନେ ଏହି ପିଡିଏଫ୍ଟାକୁ ଆପଣମାନେ ଡାଉନଲୋଡ଼୍ କରିପାରିବେ। ତ ନିଶ୍ଚିତ ଭାବରେ ଡେସ୍କ୍ରିପସନ୍ରେ ଲିଙ୍କ୍ ଅଛି। ଆପଣମାନେ ସମସ୍ତେ ଯାଇ କ'ଣ କରନ୍ତୁ? କ୍ଲିକ୍ କରନ୍ତୁ ଆଉ ଡାଉନଲୋଡ଼୍ କରନ୍ତୁ। ଏହି ପିଡିଏଫ୍ଟା ଆପଣମାନେ ଯେତେବେଳେ ଡାଉନଲୋଡ଼୍ କରିବେ, ଲାଷ୍ଟ ପେଜ୍ରେ ଆପଣମାନଙ୍କର ଏମିତି ରହିଛି। ଏହି ପିଡିଏଫ୍ଟା ଆପଣମାନଙ୍କର ରହିଛି। ଏଇଟାକୁ କ'ଣ କରିବାକୁ ପଡ଼ିବ? ଆପଣମାନଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। କ'ଣ ଲେଖାଯାଇଛି ନା, ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ଲେଖାଯାଇଛି ନା ନାହିଁ? ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା ଆପଣମାନଙ୍କର ଲେଖାଯାଇଛି। ଦେଖନ୍ତୁ କେଉଁ ପୋଷ୍ଟ ଆପଣମାନଙ୍କର ବାହାରିଛି ନା ଜଳସାଥୀ। ଦେଖନ୍ତୁ ପୋଷ୍ଟର ନାମ କ'ଣ? ଜଳସାଥୀ ପଦବୀ ନିମନ୍ତେ ଆବେଦନ ପତ୍ର। ତ ଏହି ଜାଗାରେ ଯେଉଁମାନେ ବି ଆବେଦନ କରୁଛନ୍ତି ତାଙ୍କର ଗୋଟେ ନାମ ଲେଖିଦେବ। ଯଦି ମ୍ୟାରେଜ୍ ହେଇଛନ୍ତି ତାହେଲେ ସ୍ୱାମୀଙ୍କର ନାମ ଲେଖିବ। ଯଦି ଆପଣମାନେ ମ୍ୟାରେଜ୍ ହେଇନାହାନ୍ତି ତାହେଲେ ପିତାଙ୍କର ନାମ ଆପଣମାନେ ଏହି ଜାଗାରେ ଲେଖିଦେବେ। ବୁଝିଲା ନା ନାହିଁ? ତ ଏଇ ପିଡିଏଫ୍ଟାକୁ ଆପଣମାନେ ସମ୍ପୂର୍ଣ୍ଣ କ'ଣ କରିବେ? ଫିଲ୍ଅପ୍ଟା ଆପଣମାନେ କରିନେବେ। ସମ୍ପୂର୍ଣ୍ଣ ଏହି ପିଡିଏଫ୍ଟାକୁ ଆପଣମାନେ କ'ଣ କରିବେ? ଫିଲ୍ଅପ୍ କରିନେବେ। ତାପରେ ଆପଣମାନଙ୍କର କ'ଣ ରହିଛି? କେଉଁ ତାରିଖ? ଆଜିର ତାରିଖ ଆପଣମାନେ ପକାଇଦେବେ। ଆଜିର ତାରିଖ କେତେ? 10 ମାର୍ଚ୍ଚ 2026 ଆପଣମାନେ ପକାଇଦେବେ। ଆପଣମାନଙ୍କର ଗୋଟେ ସିଗ୍ନେଚର୍ ଏହି ଜାଗାରେ ଆପଣମାନେ କରିଦେବେ। ତାପରେ କ'ଣ ଲେଖାଯାଇଛି ନା, ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ। ତ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ? ଆପଣମାନଙ୍କର 10th ପାସ୍ ସାର୍ଟିଫିକେଟ୍ର ଜେରକ୍ସ ଆପଣମାନଙ୍କୁ ଦେବାକୁ ପଡ଼ିବ। ତାପରେ ଆପଣମାନଙ୍କର ଆଧାର କାର୍ଡ଼ର ଜେରକ୍ସ ଆପଣମାନଙ୍କୁ ଦେବାକୁ ପଡ଼ିବ। ସ୍ୱୟଂ ସହାୟକ ଗୋଷ୍ଠୀର କେବେ ସାମିଲ ହେଲେ ତାହାର ପ୍ରମାଣ ଆପଣମାନଙ୍କୁ ଜେରକ୍ସ ଦେବାକୁ ପଡ଼ିବ। ସ୍ୱୟଂ ସହାୟକ ଗୋଷ୍ଠୀର ଦ୍ୱାରା ସଭ୍ୟକୁ ମନୋନୀତ କରାଯାଇଥିବା ଅଧିବେଶନର ବିବରଣୀର ଜେରକ୍ସ ଦେବାକୁ ପଡ଼ିବ। ବ୍ୟାଙ୍କ ଖାତାର ଆପଣମାନଙ୍କୁ ଜେରକ୍ସ ଦେବାକୁ ପଡ଼ିବ। ଗୋଟିଏ ପାସ୍ ଫଟୋ ଆପଣମାନଙ୍କୁ ଦେବାକୁ ପଡ଼ିବ। ବୁଝିଲା ନା? ଏଇ ପିଡିଏଫ୍ଟାକୁ କ'ଣ କରିବେ? ଆପଣମାନେ ପୁରା ଫିଲ୍ଅପ୍ ଆପଣମାନେ କରିକି ଏଇସବୁ ସାର୍ଟିଫିକେଟ୍ ଆପଣମାନେ ଜେରକ୍ସ କରିକି ଆପଣମାନେ ଦେଇଦେବେ। ଆଉ ସବୁଠାରୁ ଇମ୍ପୋର୍ଟାଣ୍ଟ ବିଷୟ ଆପଣମାନଙ୍କୁ ମୁଁ କହି ରଖିବି, ବର୍ତ୍ତମାନ ଆବେଦନ ଚାଲିଛି। ବର୍ତ୍ତମାନ କ'ଣ ଆବେଦନଟା ଆପଣମାନଙ୍କର ଚାଲିଛି। ଏଇଠି ଲେଖାଯାଇଛି, ଆପଣମାନେ ଦେଖନ୍ତୁ କ'ଣ ଲେଖାଯାଇଛି, ମୁଁ ପଢ଼ିଦିଏ। ଏଇଠି ଲେଖାଯାଇଛି ସ୍ୱୟଂ ସହାୟକ ଗୋଷ୍ଠୀର କୌଣସି ସଭ୍ୟ ନିମ୍ନଲିଖିତ ଯୋଗ୍ୟତା ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ କେସିଙ୍ଗାର ଜଳ କର ଆଦାୟ ନିମନ୍ତେ ଜଳସାଥୀ ପଦବୀ ପାଇଁ ଆବେଦନ କରିପାରିବେ। ଜଳ କର ଆଦାୟ ନିମନ୍ତେ ଜଳସାଥୀ ପଦବୀ ପାଇଁ ଆବେଦନ କରିପାରିବେ। ତାପରେ କ'ଣ ଲେଖାଯାଇଛି? ଇଚ୍ଛୁକ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ଦ୍ଧାରିତ ଫର୍ମ ଏବଂ ଆବଶ୍ୟକ ପ୍ରମାଣପତ୍ର ସହ
ପରିଷଦ କାର୍ଯ୍ୟାଳୟରେ ଆବେଦନ କରିପାରିବେ। ମାନେ ଜନସ୍ୱାସ୍ଥ୍ୟ ବିଭାଗ କେସିଙ୍ଗାରେ ଆପଣମାନଙ୍କୁ ଯିବାକୁ ପଡ଼ିବ। ଲେଖାଯାଇଛି ଉକ୍ତ ଦରଖାସ୍ତଟି 12 ତାରିଖ 3 ମାସ 2026 ମାନେ ମାର୍ଚ୍ଚ 12 ତାରିଖ ତାର ଲାଷ୍ଟ ଡେଟ୍ ରହୁଛି। ଦିନ 5 ଘଣ୍ଟିକା ସୁଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା କାର୍ଯ୍ୟାଳୟରେ ଉର୍ଦ୍ଦିଷ୍ଟ ବାକ୍ସରେ ପକାଇ ପାରିବେ। ମାନେ ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗାରେ ଯେଉଁଠି ଅଛି କେସିଙ୍ଗାରେ ଆପଣମାନେ ସେଠି ଯାଇକି ଉକ୍ତ କାର୍ଯ୍ୟାଳୟରେ ଗୋଟେ ବକ୍ସ ଅଛି, ସେଇ ବକ୍ସରେ ଆପଣମାନଙ୍କର ଫର୍ମ ଆଉ ଜେରକ୍ସ ସବୁ ଆପଣମାନେ କ'ଣ କରିପାରିବେ ପକାଇ ପାରିବେ। ତ ଲେଖାଯାଇଛି କୌଣସି ଦରଖାସ୍ତ ସିଧାସଳଖ ହାତରେ ଗ୍ରହଣ କରାଯିବ ନାହିଁ, ସିଧାସଳଖ ଆପଣମାନେ ଯାଇକି ଦେଇପାରିବେ ନାହିଁ। ସେଥିପାଇଁ 12 ତାରିଖ ତାର ଲାଷ୍ଟ ଡେଟ୍ ରହୁଛି। ଦିନ 5ଟା ଯାଏଁ ସମସ୍ତେ ଯାଇକି ଜେରକ୍ସ କରିକି ଏଇଟାକୁ ପ୍ରିଣ୍ଟ ଆଉଟ୍ କରିକି ଲେଖିକି ସମସ୍ତେ କ'ଣ କରିବେ ସେହି ବିଜ୍ଞାପିତ ଅଞ୍ଚଳ ପରିଷଦ କେସିଙ୍ଗା କାର୍ଯ୍ୟାଳୟରେ ଯାଇକି ଗୋଟେ ବକ୍ସ ଅଛି, ସେଇ ବକ୍ସରେ ଆପଣମାନେ ପକାଇ ଦିଅନ୍ତୁ। ତାପରେ ଆପଣମାନଙ୍କର ସିଲେକ୍ସନ୍ଟା ବାହାରିବ। କେବେ ବାହାରିବ ମୁଁ ଆପଣମାନଙ୍କୁ ଡିଟେଲ୍ସ ମୁଁ ଭିଡ଼ିଓରେ ଆପଣମାନଙ୍କୁ ଆଉ ଗୋଟେ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ କହିଦେବି। ଆପଣମାନେ ସମସ୍ତେ ଆପ୍ଲାଏ କରନ୍ତୁ। ବହୁତ ବହୁତ ଧନ୍ୟବାଦ।